କଥାରେ ଅଛି 49 ଖଣ୍ଡ ପବନ ଅକ୍ଷର ସ୍ୱର ମୂର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମିଶିକି ଆଜ୍ଞା ହଉଛି 50 ଅକ୍ଷର। ଆଜ୍ଞା ଗାୟକଙ୍କ ଠାରୁ ଶ୍ରୋତାଙ୍କ ମୁଣ୍ଡ ଆଜ୍ଞା ଯଦି ଉନ୍ନତ ହବ ତାହେଲେ ପାଲା ଠିକ ବୁଝିପାରିବେ। ଶ୍ରୋତା ଯଦି ଆଜ୍ଞା ଶ୍ରୋତା ଯଦି ଅନୁନ୍ନତ ଶ୍ରେଣୀ ହେବେ ବୁଝିପାରିବେ। ତେଣୁ ଆପଣମାନେ ତ ସବୁ ବିଜ୍ଞ, ଆପଣମାନେ ସବୁ ତ ଜ୍ଞାନୀ, ଟିକେ ଚଗଲ ହେଲେ ଆମକୁ ଭଲ ଲାଗିବ। ବ୍ୟଞ୍ଜନ ବର୍ଣ୍ଣ ମିଶି 50 ଅକ୍ଷର। ଏଇ 50 ଅକ୍ଷରରୁ 3ଟା ଅକ୍ଷର କଟିଗଲାଣି। ଲୁ ଲୁ ଆଉ ବ ବ ଯୋଉଟା ଆମେ ପଢୁଥିଲେ ତାପରେ ସବୁ ସେ ଓଟା ଆଜ୍ଞା କଟିଗଲା। 3ଟା ଅକ୍ଷର କଟିଗଲା ପରେ ଆଜିର ପିଲା 47ଟା ଅକ୍ଷର ଆଜ୍ଞା ପଢୁଛନ୍ତି। ସେଇ ସଂସାର ଭିତରେ ଆମେ ପାଲା ଶୁଣୁଛେ, ପାଲା ଦଳରେ ବସିଛେ, ଆମ ଆୟୁଷ ନିଶ୍ଚୟ ବୃଦ୍ଧି ହବ, ଆମ ଧୀ ଶକ୍ତି ବଢିବ, ନାରାୟଣଙ୍କର କୃପା ହବ। ପାଲା ବେଲାଙ୍କର ଆଜ୍ଞା କିଛି ହବନି। ତାହେଲେ କାହିଁକି ପାଲା ବେଲା ପଇସା ନେଇକି ଆଜ୍ଞା ଭଲ କରୁଛନ୍ତି, ଆପଣଙ୍କର ଆୟୁଷ ବୃଦ୍ଧି ହବ। ପାଲା ବେଲା ଗୋଟାଏ କଥା କହିବେ ଆଜ୍ଞା, ଗୋଟାଏ କଥା କରିବେ, ପଢି କରନ୍ତି ବେଲି ମତ ନାହିଁ ପାଲାବାଲା କହିବେ ସିଗାରେଟ ସ୍ମୋକିଂ ଇଜ ଇଞ୍ଜୁରିୟସ୍ ଟୁ ହେଲ୍ଥ, ଧୂମପାନ ଶରୀର ପ୍ରତି କ୍ଷତିକାରକ। କିନ୍ତୁ ବର୍ଷା ବେଳକୁ ଯାଉ ଯାଉ ଆଜ୍ଞା ପୁରା ଲମ୍ବା ଲିଷ୍ଟ। ଆଜ୍ଞା କଣ ଆପଣଙ୍କ ପାଇଁ ଆସିବ ନା ସିଗାରେଟ ପ୍ୟାକେଟ, ଆଜ୍ଞା 6 ଜଣ ସିଗାରେଟ ପ୍ୟାକେଟ ପାଇବନି, ବିଡ଼ି 2ଟା ଆଣିଲେ ଭଲ ହବ, ଗ୍ୟାସ୍ ଟିକେ ଆଣିବେ, ପୁଣି କେତେ ଭଲ ଅଛି ଆଜ୍ଞା ଏମିତି ଟିକେ ଅଛନ୍ତି ଚକଟା ଚକଟି ଦଳ ଟିକେ କୋଉଠି ମିଳିବ। ପଢି ପରନ୍ତି ନେଲିବ ତ ଯିଏ ଗୋଟେ କଥା କହେ ସେ କଥାକୁ ନ ରଖି ଆଉ ଗୋଟେ କଥା କରେ, ତା କର୍ତ୍ତୃତ୍ୱ ରହେନି। ସେ କର୍ତ୍ତାର କହିବା ଲୋକ ହଉଛି କର୍ତ୍ତା, ତା କର୍ତ୍ତୃତ୍ୱଟା ତା ପାଖେ ରହେନି। କହି କରନ୍ତି ବେଲି ମତ ନାହିଁ ତାହାର କର୍ତ୍ତୃତ୍ୱ। এই 50 ଅକ୍ଷର ଭିତରେ ଭଗବାନ ନିଜେ ଜଗନ୍ନାଥ କହିଲେ ସଂସାର ଭିତରେ ଯେତେ ଅକ୍ଷୟ ଅକ୍ଷର ତାହାରି ମଧ୍ୟରେ ମୁହିଁ ଅଟେ ଅଣାକ୍ଷର। ଅଣାକ୍ଷର କିଏ? ମୁଁ ଗୋଟେ ଅକ୍ଷର କହୁଛି ତମେ ଦେଖିବ। ହଁ ଏଇ ଅଣାକ୍ଷରକୁ ତିରିଲେ ହରିବନ୍ଦବା। ଦେଖ ସର୍ବପ୍ରଥମେ ଦେଖ ଆଜ୍ଞା ପ୍ରକୃତରେ ଇଏ ଲେଖିପାରୁନି, ଲେଖିପାରୁନି ଆଜ୍ଞା। ଆପଣମାନଙ୍କର ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ ତାଙ୍କର ପ୍ରିୟ ଛାତ୍ର ରାମକୁ, କହିଲେ ରାମ ଲେଖିବାର ସୂତ୍ରଟା କଣ? କହିଲେ 3 ସଂଖ୍ୟା ରାମ ଉର୍ଦ୍ଧ୍ୱେ ଲେଖିବୁ, ରାମ ଓ ଲେଖିବାର ସୂତ୍ର 3 ଲେଖେ। ହଁ ତାର ଗୋଟେ 8 ବଣ ଚିହ୍ନ ଦିଏ। 8 ବଣ ଚିହ୍ନ କେମିତି ଆଜ୍ଞା? ଅର ପେଟ ଭାଗ, ଅର ପେଟ ଗୋଟେ 11, ଯାହା ଇଂଲିଶ 4 କହିଲେ ମଧ୍ୟ ଚଳିବ।
ଆମ ବୁଢା ଧାନ ହରେ ଲେଖି ଥାଏ ଯୋଉ ଭରଣ ଧାନ ଦେଇଥାଏ। ହଁ ହଁ ଭରଣା ଅଧରଣା ସେତେବେଳେ କାହାଣୀ ସବୁ ଥିଲା। ଆଜ୍ଞା ଦେଖିନି ଦେଖିନି ଆଜ୍ଞା ଇଏ ଯୋଉଦିନଠୁ ଉଠିଗଲା ଏ ପଣିକିଆର ପଣ ଆଜ୍ଞା ବୁଢା ମଉସାଟି କରିছে ବଡ ମଉସା ଆପଣ କରିଛନ୍ତି ସେତେବେଳେ ଦୁଇ କେ ଦୁଇ ପଣ ଦୁଇରେ ଚାରି ପଣ ଏ ଅପ୍ଟୁ 2 ଅଷ୍ଟା 16 ପ୍ର କାହାଣୀ କରିଥିଲେ ପଣିକିଆ ଆମେ ଏବେ ସାଧା ପଣିକିଆ କରୁଛେ ନାଇଁ ଆମେ 2 କେ 2 2 4 2 3 6 ସେତେବେଳେ କରୁଥିଲେ କଣ 2 ଅଷ୍ଟା 16 ପ୍ର କାହାଣୀ 2 ନୂଆ ଏକ 16 ପଣ ଏ କାହାଣୀ 2 ପଣ ଫିर କରୁଥିଲେ ଅତୁଦାନନ୍ଦ ଗୋସ୍ୱାମୀ କହିଲେ କହିଲେ ରାମ କହିଲେ ପଣିକିଆ ପଣ ଉଠିବ ଦେବେ ପଣିକିଆ ପଣ ଉଠିବ ଦେବେ ତାହାରି ପଣ ରହିବ ଦେବେ ଶାଶୁର ଚୁଟିକି ବହୁ ଧରିବ ଭାରି ଜାନେ ପୁଅ ରହିବ ଭାଉଜଙ୍କୁ ଧରି କରିବେ ଘର ଗୋଦନା ଦୋଷିରେ ଗାନୁଆ ଚୋର କେତେ ବାଟ କିଛି ଆବଶ୍ୟକ ନାହିଁ ପଢିଲା ବୋଲି କହିଦେଲି କହିଲେ ପଣିକିଆ ପଣ ଯୋଉଦିନ ଆଜ୍ଞା ଉଠିଗଲାଣି ସେଇଦିନ ଆଜ୍ଞା ପୁଅ ପାଖରେ ବାପାର ପଣ ନାହିଁ ଟେବୁଲ ସାଙ୍ଗ ବାପ ପୁଅ ବର୍ତ୍ତମାନ ଶ୍ୱଶୁର ନାହିଁ ଟେବୁଲ ସାଙ୍ଗ ତେଣୁକରି ସ୍ୱାମୀର ପଣ ସ୍ତ୍ରୀ ପାଖେ ନାହିଁ ଶାଶୁର ପଣ ବୋହୂ ପାଖେ ନାହିଁ ପୁଅର ପଣ ବଡ ଭାଇର ପଣ ସାନ ଭାଇ ପାଖରେ ନାହିଁ କାହା ପାଖରେ କାହାରି ପଣ ନାହିଁ କେହି କାହାକୁ ମାନୁନାହାନ୍ତି ତେଣୁକରି ଲେଖିଲ ତା ଡାହାଣ କୋଟେ ଗୋଟେ ଆକାର ଚିହ୍ନ ଦିଅ କଣ ହେଲା ବାମ ପାର୍ଶ୍ୱ ଗୋଟେ ଏକାର ଚିହ୍ନ ଦିଅ ଡାହାଣ ଗୋଟେ ବିସର୍ଗ ଚିହ୍ନ ଦିଅ ତଳେ ହସୌକାର ଚିହ୍ନ ଦିଅ ଉପରେ ହସେଇକାର ଚିହ୍ନ ଦିଅ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ ଦିଅ ହଁ କଣ ହେଲା ଏ ଅକ୍ଷର ମୁଁ କଣ ଉପାସ କରିପାରିବି ମୁଁ ଉପାସ କରିପାରିବି ମୁଁ କଣ କରିବି ମା କେତୁଟା ଅକ୍ଷର ସମସ୍ତେ ଇଏ ହେଲା ତା ଡାହାଣ ଗୋଟେ ଆକାର ଚିହ୍ନ ଦେଲା ଆଜ୍ଞା 2 ହେଇଗଲା ଉପରେ ହସେଇକା ଚିହ୍ନ 3 ବାମ ପାର୍ଶ୍ୱରେ ଏକାର ଚିହ୍ନ 4 ତଳେ ହସଉକାର ଚିହ୍ନ ଡାହାଣ ଗୋଟେ ବିସର୍ଗ ଚିହ୍ନ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ 7ଟା ଅକ୍ଷର ସମସ୍ତେ ହଉଛି ଏ ଅକ୍ଷର ତ ଏ ଅକ୍ଷରକୁ ଆମେ କେହି ପଢିପାରିବାନି ପଢିପାରିବେ କି ଅକ୍ଷର ଭିତରେ ଖୋଜିଲେ ପାଏ ଅକ୍ଷର ଭିତରେ ଅକ୍ଷର ଅଛି କି ଆଜ୍ଞା ଆମେ ଯେତେ ଖୋଜିଲେ 50 ଅକ୍ଷରକୁ ଅକ୍ଷରଟା ପାଇବା ଅକ୍ଷର ଭିତରେ ମୁଁ ନାହିଁ ଖୋଜିଲେ ପାଇବୁ ଖୋଜିଲେ ପାଇବୁ ଖୋଜିଲେ ପାଇବୁ 7ଟା ଅକ୍ଷର ସମସ୍ତେ ହେଉଛି ଆଜ୍ଞା ଆପଣମାନଙ୍କର ଅକ୍ଷର ଜଗନ୍ନାଥ ମନ୍ଦିର ଯାଇଛ ଜଗନ୍ନାଥ କହିଲେ ଇଏ 7ଟା ଅକ୍ଷର ସମସ୍ତେ ମୁଁ ସମସ୍ତେ ହଉଛନ୍ତି ଜଗନ୍ନାଥ କେବେ ଜାଣିବା ଆଜ୍ଞା ଆପଣମାନେ ସମସ୍ତେ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି କରୁଣ ସୁନ୍ଦର ପଥର ଦେଇକି ଯେତେବେଳେ ମୁଣ୍ଡିଆ ମାରନ୍ତି କେତେ ଜଣ ଦେବାଦେବୀ ଆପଣଙ୍କର ପ୍ରଣାମ ନିଅନ୍ତି ଗ୍ରହଣ କରନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ଯୋଉ ଖୁଣ୍ଟି ଲାଗି ରହିছে ସୁଦର୍ଶନ ନାଇଁ ସେ ସିଂହାସନ ଉପରେ ଅଛନ୍ତି ଆଜ୍ଞା ମୁଁ କହିଛି 7ଟା ଅକ୍ଷର ସମସ୍ତେ ହଉଛନ୍ତି ଜଗନ୍ନାଥ ରତ୍ନବେଦୀ ଉପରେ 7 ଜଣ ଦେବାଦେବୀ ଅଛନ୍ତି
ଦେବା ଶ୍ରୀ ଭୁବନେଶ୍ୱରୀ ସୁଭଦ୍ରା ଚତୁର୍ଥରେ ଅଛନ୍ତି ଆପଣମାନଙ୍କର ସୁଦର୍ଶନ ମହାରାଜ ଆଉ ଜଣେ ଅଛି ଏମାନେ 4 ଜଣ ହେଲେ ଦାରୁରେ ତିଆରି ଆଉ ଜଣେ ଦେବତା ତାଙ୍କ ପାଖରେ ଅଛନ୍ତି ସେ ମଧ୍ୟ ଆଜ୍ଞା ଦାରୁରେ ତିଆରି ସେ କିଏ ବୋଲେ ଦୋଳେଚ ଦୋଳ ଗୋବିନ୍ଦ ଚାପେଚ ମଧୁସୂଦନ ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲେ ତାଙ୍କୁ କେହି କେହି କହନ୍ତି ମାଧବ କେହି କେହି କହନ୍ତି ମଧୁସୂଦନ জগন্নাথ বলভদ্র সুভদ্রা সুদর্শন এবং মাধব যেটি মধুসূদন ইয়ে পাঞ্চমূর্তি মা কাঠ বা দারুয়ে তিয়ারি মঞ্জু ভাই ইয়ে দারুয়ে তিয়ারি ইয়ে যদি 5 জন দেবতা কে দারুয়ে তিয়ারি যেতବେଳେ গলিতা মূর্তি মানে যাই মঙ্গଳାଙ୍କ ନିକଟରେ କାକଟପୁର ମଙ୍ଗଳାଙ୍କ ନିକଟରେ ଆଜ୍ଞା ଗୁହାରିଆ ପଡନ୍ତି दारू बहुत अच्छी बोली आज्ञा संदेश पाइबा पाई से केवल ठाकुर ठाकुरांक पाई आज्ञा से दारू 4 दारू आसे जगन्नाथ बलभद्र सुभद्रा सुदर्शन ये 4 दारू आसे आज्ञा 4 देवदेवी को पाई ताले मधुसूदन को दारू आज्ञा आज्ञा उठारू आसे जगन्नाथ बलभद्र सुभद्रा और सुदर्शन महाराज दारू आनती कौटी आनती सबल नुह सबड़ी आनती सबड़ी से कथा खत बहु धान काटू गहम काटू कौन कि आज्ञा सबड़े दारू आसेनी सबड़ी दारू आसे सबड़ और सबड़ी भितर तफात कौन बड़ गायक शुआई भाई तुम खाली गप कहीकि आईना गाँव के मो आई मत कोल शुआई मुझे खाऊ नी से गप कही कहीकि मत क्षीर दिए मत खाया दी जमा मुझे देखे खाया दी खाली आईना के आई कह 10,000 लाख टका आप हिसाब करूँ 4 घंटा पला 10,000 घंटा को पहले 2,500 30टा गप कही 30 पंचा आज्ञा 150 मिनिट 150 मिनिट पैसा काटी दे आज्ञा पेमेंट करेंगे गोटाए शब्द हम 4 राति पारा कुआड़े याद छड़ा के जाऊँ गोटे कथा जाऊँ याद कर राम को कथा भाई से भाविले कि मु राम को कथा बाह्य कहीदे ये गायक रामायण कटी मु महाभारत कथा बाह्य कहीदे ये गायक महाभारत कटी तेने काटिब 4टा दिन तो पाला हम काटिब तेने केते काटिब तारीख काटी काटी ता जीवन जाक समुंदी तेने केते काटिब तो दादा रोटी काटिले ओ पंचु भाई ताले तोड़े ए मां भलो भाबे सुनो ना तो बलभद्र सुभद्रा सुदर्शन ये 4 ठाकुर देवी देवादेवी को पाई के दारू आसे सबल नुह सबड़ी बड़ काठर चक कोरिया काठर अख केन्दू काठर दंडा सबल नुह सबड़ी दारू आसे सबल किए ना 12 हाथ दंडा हेले सबल 12 हाथ कमिले सबड़ी बड़ हेले काठ सान हेले काठी बड़ हेले कुला सान हेले कुलेई बड़ हेले घंट सान हेले घंटी बड़ हेले घट सान हेले घटिला घड़ी व्याकरण सूत्रे ई प्रत्यय जोग तेणुक ये 12 हाथ उणा 12 हाथ
ଅମ୍ବଡ଼ିରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ପାଇଁ ଆଜ୍ଞା ଦାରୁ ଆସେ। ସେଇ ଜଗନ୍ନାଥଙ୍କର ଦାରୁରୁ 16 କୋଣ ବିଶିଷ୍ଟ ମାଧବ ମୂର୍ତ୍ତି ତିଆରି କରାଯାଏ। ସେଇ ଜଗନ୍ନାଥଙ୍କ ଦାରୁ ଆଜ୍ଞା ତିଆରି ହଉଛି ମାଧବ ମଧୁସୂଦନଙ୍କର ମୂର୍ତ୍ତି। ତେଣୁକରି ବନ୍ଧୁ ଭାଇ ଇଏ ଦାରୁ ଯୋଉ ଆସିଲା ଇଏ ଆମ ଇଏ ସମଗ୍ର ବିଶ୍ୱର ଜାତିର ସତିଆ ମହନ୍ତ କହିଛନ୍ତି ହାଇଲାସ କଣ ଓଡ଼ିଶା ବଡ଼ ଠାକୁର ଜଗନ୍ନାଥ ସିଏ ବିଶ୍ୱର ସମ୍ରାଟ ସିଏ ବିଶ୍ୱବ୍ୟାପକ ସର୍ବଜ୍ଞାତା ସର୍ବସ୍ରଷ୍ଟା ସିଏ ତାହେଲେ ଆଜ୍ଞା ଚାହିଁଥିଲେ ଆମେ ସୁବର୍ଣ୍ଣ ମୂର୍ତ୍ତିରେ ତାଙ୍କୁ ଗଢ଼ି ପାରିଥାନ୍ତେ ଚାହିଁଥିଲେ ରୌପ୍ୟ ମୂର୍ତ୍ତିରେ ଗଢ଼ି ପାରିଥାନ୍ତେ ଚାହିଁଥିଲେ କାଂସ୍ୟ ପିତ୍ତଳ ମୂର୍ତ୍ତିରେ ଗଢ଼ି ପାରିଥାନ୍ତେ ସାମାନ୍ୟ କାହିଁକି ଆଜ୍ଞା ନିମ୍ବ କାଠରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏବଂ ସୁଦର୍ଶନ ମାଧବ ତିଆରି ହେଲେ। ତମେ କଣ ଜାଣିଛ କହିବି ଜଗନ୍ନାଥ କାହିଁକି ଲିମ୍ବ କାଠରେ ତିଆରି ହଉଛି ଜାଣିଛ ତମେ? ଜାଣିଛ ମତେ ପଚାରୁନ କଥାର ପଚାରିକି ଆସୁନ। ଜଗନ୍ନାଥ ଘରେ ତିଆରି ହେଲେ 12 ବର୍ଷ ପର୍ଯ୍ୟନ୍ତ ରହିବେ। ଅନ୍ୟ କାଠରେ ତିଆରି କଲେ ପୋକ ଖାଇଯିବେ। ତେଣୁ ଲିମ୍ବ କାଠରେ ତିଆରି କଲେ ଲିମ୍ବ ପିତା କାଠ ଯୋଗୁ ଜଗନ୍ନାଥ ତିଆରି ହେଲେ। ଲିମ୍ବ କାଠ ଆଜ୍ଞା ପିତା ଆଗରୁ ନଥିଲା ଆଗରୁ ଥିଲା ସିଏ ମିଠା କାଠ। ପିତା କୋଉ ଦିନ ହେଲା ତ୍ରେତୟା ଯୁଗର କଥା ଯେତେବେଳେ ସୀତାଙ୍କୁ ହରଣ କରି ରାବଣ ନେଇଯାଇଛି ରାବଣ ନେଲା ପରେ ବୁଲୁଛନ୍ତି ଆଜ୍ଞା ପାଗଳ ପ୍ରାୟ ରାମ ଲକ୍ଷ୍ମଣ ଜଙ୍ଗଲ ମଧ୍ୟରେ ବାଡ଼ି ତଳିଏ ଦିଟା ସାନ ଭାଇ ସୁଗ୍ରୀବକୁ ସୁଗ୍ରୀବ ଋଷଭଙ୍କ ବଟ ତଳେ ଆଜ୍ଞା ସଞ୍ଜୟ ସାମନ୍ତଙ୍କୁ ଧରି ରହିଛି। ଆପଣମାନଙ୍କର ବୈଦେହୀଶ ବିଳାସ ବନୁପ୍ରାସ କବି ସମ୍ରାଟ ଉପେନ୍ଦ୍ର କହିଲେ ରାମ ସୁଗ୍ରୀବ ସେଇଠି ଆଜ୍ଞା ମିତ୍ରତା ସ୍ଥାପନ କଲେ କହିଲେ ବୋଲେ ସୁଗ୍ରୀବ ରାମ କେମିତି ବସିବା ସମାଜକନ୍ଦ ଲୋକ ପଡ଼ିଲେ ଭାଇ ମନ୍ଦିର ବସିବା ନହେଲେ ସମାଜକନ୍ଦ କଥା ପଡ଼ିଲେ ଆଜ୍ଞା ମନ୍ଦିର ବସିବା ହେଉଛନ୍ତି ଅଯୋଧ୍ୟାରେ ରାଜପୁତ୍ର ରାଘବେନ୍ଦ୍ର ସରକାର ପ୍ରଭୁ ରାମ କିସ୍କିନ୍ଦା କଟକର ଆଜ୍ଞା ଗୋଟେ ମାଙ୍କଡ କେମିତି ମନ୍ଦିର ହେଲେ ସିଏ ସମାଜକନ୍ଦ କଥା ପଡ଼ିନଥିଲା ଯେତେ ସମାଜକନ୍ଦ ଲୋକ ନଥିଲେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ସେମାନଙ୍କର ବୋଧହୁଏ ସମାନ କଥା ଥିଲା। ରାମ କହିଲେ କହିଲେ ହେ ମୈତ୍ର ହେ ସୁଗ୍ରୀବ ବିଭା ବସୁ ବଂଶେ ଜାତ ଆମ୍ଭର ବିଭା ବସୁ କହିଲେ ସୂର୍ଯ୍ୟ କହିଲେ ସୂର୍ଯ୍ୟ ବଂଶରେ ମୁଁ ଜନ୍ମ ଧୀରେ ତ ତୁମେ ତାଙ୍କ ତୁମର ଦୈବରେ ତୁମେ ହଉଛ ସୂର୍ଯ୍ୟଙ୍କ ପୁଅ ଆମ ଦୁଇ ଜଣଙ୍କର ଦଶା ଏକା ପଡ଼ିଛି ବାଧା ମାତା ଭାଟାରେ ଉପୁଜିଛି ବାଧା ମୋ ପାଇଁ ବାଧା ହଉଛି ମୋ ମା ତମ ପାଇଁ ବାଧା ହଉଛି ତମ ଭାଇ ଭାଇ ତାହେଲେ ଆଜ୍ଞା ସମାଜ ସୁନ୍ଦର କଥା ପଡ଼ିଲା ନା ନାଇଁ ମା କହିଲେ ମୁଁ ସୂର୍ଯ୍ୟ ବଂଶରେ ଜନ୍ମ ତମେ ହଉଛ ସୂର୍ଯ୍ୟଙ୍କର ପୁଅ ମୋ ମା ମତେ କୈକେୟୀ ଜଙ୍ଗଲକୁ ପଠେଇଛି ତମ ଭାଇ ବାଳି ତମକୁ ଜଙ୍ଗଲକୁ ପଠେଇଛି ଆମେ ଦୁଇ ଜଣ ଏକ ମିତ୍ରତା ସ୍ଥାପନ କରିବା ବିଧେୟ ଦୁଇ ଜଣ ଏକ ମିତ୍ରତା ସ୍ଥାପନ କଲେ ମିତ୍ର ହେଲା ପରେ ଏଇଠି ଅନବରରେ
ଆଗେ ପଦୁଟେ ଦେଲେ ରାମଚନ୍ଦ୍ର କହୁଛନ୍ତି କହିଲେ ହେ ସୁଗ୍ରୀବ କହିଲେ ତୁମ ହାଜା ବାଡ଼ି ନେଲା ଏଣେ ମନାରୀ ରାବଣ ठीक अच्छे आम दुई जन जेहेतु मित्र बसिले तुम शत्रु जी मो शत्रु मो शत्रु जी तुम शत्रु आग तुम शत्रु को बध करवा गाड़ी मो कथा बुझा आज्ञा बारिकी मारिया रामचंद्र जो बाहर सुग्रीव हसिला मैत्रे क्या मार भाई की काकू भाई की मो भाई की मार तुम्हें मारी पारिबनी मु मारिबी अरे तुम्हें मारी पारिबनी मारी देबी मारदबो मार देबी केमिति मारिबो काटे की मार देबी नाही अनमन नाया कहिले अरे मो रवि सुग्रीव कहूची है मैत्र मो भाई रो पराक्रम तमे जानिन बोले शत्रु ठारे तार देबे केने पड़ई नयन शत्रु ठारे आखि पड़ी जाए से अधे बड़ हरण कर पाखक नहीं अर्थात से 1.5 गुण बड़ अधिकारी जी शत्रु हो तार अधे बड़ हम तेणुक 1.5 बड़ हेतु मो भाई आप पारे उदाहरण केड़े सुंदर उदाहरण देवे आगे अनंत बोले दंडधारी प्रजा ठारू कर नेला दंडधारी कहले राजा राजा जमी प्रजा मान कर आदाय करके दिए मो भाई बाई शत्रु मान बल को हरण कर रामचंद्र कहले ठीक अच्छी ताले मु गोटे वृक्षर आड़ुआरे रही बाली की बध करी हे मैत्र बाली सहित युद्ध करने जाओ रामचंद्र लुचिकी रही गछ ना कौन से गछ ना कौन बोले से गछ नाम ज्ञानी मंडली मधुर कुंडा मोहन वाल्मीकि रामायण वाल्मीकि कहते से वृक्ष ना अमृत मुख अमृत मुख आम ओडिया रामायण कहती कौन ना मधुर कुंडा आम समस्ते जानते से मधुर कुंडा गछ तेणुक मधुर कुंडा गछर 50 भागे रही राम सुग्रीव आज्ञा वाल्मीकि युद्ध आह्वान देला
बारी आउ सहिबा क्या ये प्रकृतले वीर से केबे भीरू को रखा का पुरुष लगा लुचि की रहिबो ये केमिति डाक पके आगे बाहरी पड़ी बारी रो सुग्रीव राजा तुमुल संग्राम हेछि गोटाय पद छंद लग मात्रा देखिले के मथुरा मंगल छंद आज्ञा भक्त जन दास कौन कहले कोन बाहे भीरा अरे मुंडे को तुमको बाबा खुएबे मोर किसी उद्देश्य थिला तमे दुई भाई जाको देखिबा तू एका हेई थिबारु मु कोउछु मते धनुर गुणे धनुर तीरटा को छाड़ी पारलिनी काहे कि जदि पाली की तीर म सर मारवारु तुम देहरे बाजी थांता तारे मित्र द्रोही कृतज्ञ जो नर विश्वास घातका ते नरा नरकम जानती जाओ तुम लोग विवाह करो जे पर्यंत सूर्यचंद्र थिले मित्र द्रोही कृतज्ञ दिए से पर्यंत नरकरामी हबो तेणु कोई तुम दी भाई को चिन्ह न पारू तू सरटा को छाड़ूनी तेरे काम कर आउ थे मो उपर विश्वास रखी बाड़ी की युद्ध करवा हन दियो ठीक अच्छे कहले लक्ष्मण हे सौमित्री राम डाकिले कहले सौमित्री गोटे काम कर मयूर को गोटे चिन्ह देकी छाड़ा मयूर गोटे चिन्ह रखिकी छाड़ा कहले कौन कहले कोई सुतारे बण मल्ली गुंथी करी सुग्रीव गले सौमित्री सिंधी रूपे
ମାଳ ଟିକେ ତିଆରି କରିଦେଲେ ତିଆରି କରି ସୁଗ୍ରୀବଙ୍କର ଗଳାରେ ଏସରେ ଝୁଲେଇ ଦେଲେ ପଲ୍ଲୀ ଫୁଲ ମାଳକୁ ପକେଇ ଚାଲିଲା ସୁଗ୍ରୀବ यही समय आज्ञा तारा का हाथ को धरी पकेला तारा हाथ को फिंगी देला सेदिन बारी आज्ञा नारी को थाकु दिए नव किछि से ता मृत्यु को आवाहन करिछि समस्त गलती कोन नारी मोहिनी विष्णु माया मने रेसने बिकुथाया नाही बाबा ई कथा दिए नव किछि से भली विपद सम्मुखीन आइछि पर नारी को थाकु न मानिनो मोला रस बउली नारी को ठाकुर मानियो मोला कृष्ण बाई दमयंती कथा न मानी माला फेरिले कथा सीता को हरण करने बाहरी कि रावण रावण आज्ञा जतिवेश होगी बाहरी वही जतिवेश रावण के आसक मुंड बुलूचाई नहीं जो बाहरी जतिवेश बाबाजी वेश होगी बाहरी भरी पकईला हाथ किए से मंद करी पूरा सन्ध्या आप जातुनी बर्तमान तुम्हें सीता को हरण करने प्रति कांथर लेखा जाइछि पत्र लेखा जाइछि सीता हरण रावण मरण सीता हरण रावण मरण लेखा जाइछि ताहाले तुमे सीता को हरण करे मृत्युटा तुमर सुनिश्चित तांको हरण न करिया पूर्वरु तुमे सुवर्ण सिंहाय सुवर्ण मुकुट लेके घोई देछ सीता को हरण करिया पई मनस्थ करियारु तुमर राजवेश गोटा बाबाजी हे गेल फकीर हे गेल बदल सीता को आनिले तने मरिबो आपण जानतु आ तू नाइ लोग कोन है का जबड़ जो घर बसी क्या क्या करे घर रहते मैं जाती वो कथा करबी तू घर लो कोनंगरार को सोहस्ते लिखित प्रति कांथे रे उश्रोत कांथे रे उश्रोत कांथे रे उश्रोत श्रीमो दूत गण नाम जो ध्यानाय जो ध्यानाय सीता न होइले मते ब्रह्मांड मध्यरे जाले किछि वेद बड़ कहिया जगरे आपण केबे हेले सीता को हरण करे जानतु नहीं आज्ञा से दिन मंगलरी हाथ को फिंगी देला मंगलरी कथा रखिलानी रावण मथिला सपन अनादि को आयुष पाइथिला 14 अनादि करे मला सत्य कि नुह किसकिंदा वाली तारा धरी थी हाथ बोले आपण जानतुनी सुग्रीव का बड़ पाइकी आसी बोले नृपया निमंते अंगद कुमार तहुराई थिला श्री मधुसूदन नाम अयोध्या नायक बोले अयोध्या किए राजा राम सहाय तेणुक हे स्वामी आबे आप जानते सुग्रीव डकरे तारा हाथ को फिंगी से दिन बाड़ी बाड़ी गला कौन मोला ना मंगलरी कथा मानिलानी रावण मला तारा कथा मानिलानी मला किए बाड़ी मला दमयंती कथा न मानी नल
କଥା ନ ମାନିକି ନଳ ପୋଷା ଖେଳିଲେ ଆଜ୍ଞା ଆଜ୍ଞା ରାଜ୍ୟ ଗଲା, ଧନ ଗଲା, ସମାନ ଗଲା, ସମାନ ଗଲା, ସବୁ ଆଗେ ଗଲା। ତେଣୁକରି ଆଜ୍ଞା ଜଗତରେ ହଉଛି କଣ ଆଦି ଶକ୍ତି ବଡ, ମା ବଡ ନାଇଁ। ହଁ ହଁ ଗୋଟେ କଥା କଣ ସ୍ୱାଇଁ ଭାଇ ଆଲୋଚନା କରୁଥିଲେ, ମତେ ଟିକେ ଟିକେ ସୁବିଧା ବା ଜାଣିପାରିଲିନି। ଆଜ୍ଞା ବାପା ମାଙ୍କ କଥା, ଆଜ୍ଞା ବାପା ଜଗତରେ ସମସ୍ତେ ବାପା, ଜଗତରେ ସମସ୍ତେ ମା। କାହିଁକି ନାରୀ ଜାତି ହଉଛି ମା, ଇଏ ପୁରୁଷ ଜାତି ହଉଛି ବାପା। ବାପା ତେଣୁକରି ଆଜ୍ଞା ସେଦିନ ପିଲା କିଏ ଆଉ ହଁ ପିଲା ଆଉ କିଏ କିଏ ବାପା ହବ, ଦିନେ ବାପା ହବ, ସେ ପିଲା ଦିନେ ବାପା ହବ, ସମସ୍ତେ ବାପା। ଯଦି ସେଇ କଥା ପିତା ମାତା ପରି ବଡ ଦେବତାକେ ସ୍ୱର୍ଗ ଯାଇଛେ ନାହିଁ, ଆଜ୍ଞା ସେ ଶସ୍ତା ବଦଳଟା ଖାଲି ଧରି ଧରିକି ପଳେଇଲେ ପଇସା ଦେଇକି ଆପଣମାନେ କିଛି କହିଲେନି। ଆଉ କେଡ଼େ ବଡ ଗାୟକ ସିଏ, ବଡ ଗାୟକ କି ନାହିଁ, ହାତେ ଧରିବେ ଗାୟକ, ଖାଲି ଶସ୍ତା କଥାଟା କହିକି ପଡେ, ଖାଲି ଶସ୍ତା କଥା ଦି ପଇସିକା କଥା। ପଣ୍ଡିତ ମଣ୍ଡଳୀ ବଡ ଘେରି ବେଦା ସୁଗ୍ରୀବ ଆସିଛି ଆଜ୍ଞା, ବାଲି ଆସିଛି, ବାଲିକି ନିଧନ କରିକି ପକେଇଛନ୍ତି ରାମ ଆଜ୍ଞା। ସୁଗ୍ରୀବ ବାଲିରେ ଯୁଦ୍ଧ ହେଇଛି, ମଧୁର କୁଣ୍ଡା ଗଛ ମୂଳରେ ଆଗୁଆରେ ରହି ରାମଚନ୍ଦ୍ର ଆଜ୍ଞା ସରଟାକୁ ନିକ୍ଷେପ କରିଦେଲେ। ସରର ଆଘାତରେ ଆଜ୍ଞା ପଡିଛି ବାଲି, ସୁଗ୍ରୀବ ଏବଂ ରାମଚନ୍ଦ୍ର ଲକ୍ଷ୍ମଣ ଯାଇକି ପହଞ୍ଚିଗଲେ। ବାଲି କହିଲା ସେଇଠି କହିଲା, ହେ ରାମ ତମେ ମତେ କାହିଁକି ମାରିଲ? ଏଇଠି ରାମ କହିଲେ କାହିଁ ମାରିଲି କି? ମୋ ମୈତ୍ରର ତମେ ହଉଛ ଶତ୍ରୁ। ନା ମୈତ୍ର, ନା ହଁ ସୁଗ୍ରୀବ ମୋର ମୈତ୍ର, ମୋ ମୈତ୍ରର ଶତ୍ରୁ ଯେହେତୁ ସେହେତୁ ମୋ ଶତ୍ରୁ। ଏଇଠି ବାଲି ହସିଲା, କହିଲା ଖାଲି ଶତ୍ରୁ ମାରିଦେଲେ ନା ନାଇଁ, ତୁମେ ତମ ଅନ୍ୟାୟ କରିଛ, ତମ ସାନ ଭାଇ କି ଭାଗ ଦେଲନି, ତମେ ତାଙ୍କୁ ରାଜ୍ୟରୁ ବିତାଡ଼ିତ କଲ, ପୁନଃ ତାଙ୍କ ସ୍ତ୍ରୀ ରୋମାଙ୍କୁ ତୁମେ ପାଖରେ ରଖିଛ। ଏଇ ଅନ୍ୟାୟରେ ମୋ ମୈତ୍ରର ଶତ୍ରୁ ଯେହେତୁ ମୁଁ ଲୋକ ମାରିବା ପାଇଁ ବାଧ୍ୟ ହେଲି। ହେ ରାମ ମୋ ସାନ ଭାଇର ଯେହେତୁ ତୁମେ ମୈତ୍ର, ମୋ ସାନ ଭାଇ ଭଳି ଜମି ବାଡ଼ି ଘର ଦ୍ୱାର ପାଇଁ ଭାଇ ଭାଇରେ ଝଗଡ଼ା ଯୁଗେ ଯୁଗେ ହୁଏ। ଆମ ଦି ଭାଇଙ୍କର ଝଗଡ଼ା ହେଇଛି, ତୁମେ ଯେହେତୁ ଆମ ଘରର ବନ୍ଧୁ, ମୋ ସାନ ଭାଇର ମୈତ୍ର ମୋ ସାନ ଭାଇ ଭଳି, ଆମ ଦୁଇ ଭାଇଙ୍କର ଗଳିକୁ ମୀମାଂସା କରିବା କଥା ନା ଗୋଟେ ଭାଇର ପକ୍ଷରେ ରହି ଆଉ ଗୋଟେ ଭାଇକି ମାରିଦେବା କଥା? ରାମଚନ୍ଦ୍ର ଆଜ୍ଞା ମୋଟାମୋଟି ଭାବରେ କହିଦେଲେ, ସମୟ ନାହିଁ। ରାମଚନ୍ଦ୍ର ଆଜ୍ଞା ନିର୍ବାକ ନିରୁତ୍ତର ରହିଲେ, ବାଲିର ଗୋଟିଏ କଥାର ଉତ୍ତର ଦେଇପାରିଲେନି। କହିଲେ ହେ ରାମ ସରିଲା ତମ କଥା, ତ ଅନ୍ୟାୟରେ ମତେ ମାରିଛ। କହିଲେ ହେ ମଧୁରକୁଣ୍ଡା ତୋ ବାଡ଼ି, କହିଲେ ମଧୁରକୁଣ୍ଡା ତୁ ଜନ୍ମ ହେଇଛୁ କୋଉଠି, ରହିଛୁ କୋଉଠି? ଆରେ ମୋ ରାଜ୍ୟର ପାଣି ପବନ ଖାଇକି ତୁ ବଢିଛୁ, କାମ କରିଛୁ କାହାର? କାହାର କାମ କରିଛୁ? ରାମଙ୍କର କାମ କରୁଛୁ, ମୋ ଶତ୍ରୁର କାମ କରିଛୁ, କଦାପି ତୁ ନିମନ୍ତେ ହରମ କାମ କରିଛୁ। ମୋ ରାଜ୍ୟର ପାଣି ପବନ ଖାଇକି ବଢିଲୁ, ମୋ ଶତ୍ରୁର କାମ କରିଛୁ। ରାମଦାସ ଆଜ୍ଞା କହିଲେ, ଅଚ୍ୟୁତାନନ୍ଦ ଗୋସ୍ୱାମୀଙ୍କର ପ୍ରିୟ ଛାତ୍ର ପଟ ଶିଷ୍ୟ ରାମ କହିଲେ, ଯାହାର ଖାଇବ ତାର ନ କରିବେ କାମ। ରାମଦାସ କହେ ସେଇ ହେ
सी आज्ञा अन्यायी हेउ न्यायी हेउ जहार आमे लुण खाइबा तारी गुण गाइबा जदि भोट समय कौन करुचे आमे इयारू पकेइले सियारू पकेइले दुआर अधिकार राति जे पैसा भोट देकी तामे मासक आगुरु मटन मद खाई खाई थेया समस्त के मटन देले चिकेन देले मद देले खाई खाई आमे थेया राति को भीतर जे पूर्व दिन राति रे पुलिस जगी थे गाँव में भेड़ा होते जोटी 144 धारा के जारी हेइथो जरक पाखे आउ जो ठिया हेबेनी सेही दिन राति रे जोठु आमे पैसा पाइला बालाटे पेपर सेही जगह मोहरटा मारिबा हैं पैसा देला बेला तो तुमको लागुची जानिले सके मु दे आउती आपण बामन लोक एई जाय जेरा केतला लोक रे कोन एई जाबे देखो तो आज्ञा जहार खाइबा तारी काम करिबा मारी कोइला तू काम कलु काହାର शत्रु खाई तुम राज्यर पाई पवन तू बढ़ी तुम राज्य रे जे तुम शत्रु काम करिचु तो स्वकीय धर्म पुत्र नष्ट करिचु हे मधुर कुंडा तो मु आज अभिशाप देउची आजी ठारू तो स्वकीय गुण हरै दिए आज्ञा सेही दिन ठारू मधुर कुंडा दे पिता होई गला हो तारी अभिशापे मिठा गुण जानी गला हो तारी अभिशाप रे मिठा गुण चली गला आज्ञा मधुर कुंडा तो पिता हे गला तेणु करी यही थी आज्ञा मधुर कुंडा जुकुम करे बिनय भाव रामकर पदार्थ पड़गला कहला प्रभु मत प्रिय जगत लोक भल पाऊे मु मिठा गछ अमृत मख बोली ताले मते समस्ते निंदा करिवे मु आपनक सेवा करिवारु आपनकर काम रे आसीथिबारु आपनकर काम करिथिबारु ये मधुर कुंडा गोटे गछारी खारु पिता हे गला निम हेला निम अर्थ होची पिता ताले राम कहले ताले हे निम मधुर कुंडा तमे चाहुच कोन ना मते जेति के किसिना गत करे भल पाउथिले मु मते पिता हे गला परे मु निम हे गला परे मते प्लीज तो तोर लोक सती की भल पाइबे रामचंद्र जानी मंडली सही आशीर्वाद करिले हे मधुर कुंडा बोले कोली जुगे निराश होले कोप ओटो हरि भौरी की भौरी रोही तुही मधुर कुंडा पुरा मोहरालू हेबो कारो ब्रह्म संजोगरे पूजा रूपायेबो एइति कहले कली जुगरे निराश भावरे मु दारू ब्रह्म होई पूजा करबी रामचंद्र सेते बेले मधुर कुंडा सुबेगे कहिथिले कहले मु दारू ब्रह्म होई पूजा पाइबी हे निम तू अब दारू तो देहरे ब्रह्म स्थापन करा जीवो मुहेरी ब्रह्म दारू ब्रह्म होई पूजा पाइबू सेठी पाई आज्ञा मधुर कुंडा गछ निम हे गला पिता हे गले मध्य ताको त्रि जगत लोक आज्ञा मुंडिया मारिले आज रे बाबू कहउतले ओसारे ए बिठोई बाबू तो कहउतले कहले मो भाउज बोले जे पुरी आज्ञा देखो तो केते लाच जुग हेलानी पाला हम छाड़ला बागे लाच समस्त लोग पाला बाबू को जो देले देले काई के देखी आठेटारू बोले जे संध्या 5टा के जगन्नाथ को दर्शन कर पालेनी कोई 500 टका मो भाउज दबाले ताको नै खाली देखे के आले हे कोन नहीं तले दिनो देखेला पाए आज्ञा 500 टका सेपरी जगन्नाथ सही दारू को देखिया पाई सही निम दारू को देखिया पाई
ଆମେ ଆଜ୍ଞା 500,000 ଟଙ୍କା ମଧ୍ୟ ବସଉନି ନାଇଁ। ତାକୁ ଦେଖିବା ପାଇଁ ମଧ୍ୟ 8ଟାରୁ ସନ୍ଧ୍ୟା 5ଟା ହେଇଯାଉଛି ନାଇଁ ତେଣୁକରି ମଧୁକୁଣ୍ଡା ଗଛ ଆଜ୍ଞା ନିମ ଗଛ ହେଇଗଲା ନିମ ଗଛରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ମାଧବ ମୂର୍ତ୍ତି ପୂଜା ହେଲେ କିଏ ଗଲେ 5 ମୁଁ କହୁଛି 7ଟା ଦେବାଦେବୀ ଆଜ୍ଞା କଣ ପୂଜା ପାଆନ୍ତି ପ୍ରଣାମ ନିଅନ୍ତି ଆଉ ଯୋଡ଼ିଏ ଦେବୀ ରହିଲେ ସେ ଦେବୀ ଆଜ୍ଞା ଦାରୁରେ ତିଆରି ନୁହଁ ସେ ଦେବୀ ହେଉଛନ୍ତି ଆଜ୍ଞା ଧାତୁରେ ତିଆରି ଜଗନ୍ନାଥଙ୍କର ମା ଦୁଇ ପତ୍ନୀ ଜଣେ ହେଉଛନ୍ତି ଲକ୍ଷ୍ମୀ ଆଉ ଜଣେ ହେଉଛନ୍ତି ସରସ୍ୱତୀ ତାହେଲେ ସେ ଲକ୍ଷ୍ମୀ ସରସ୍ୱତୀ ଆଜ୍ଞା ରତ୍ନବେଦୀ ଉପରେ ଯୋଉ ଅଛନ୍ତି ତାଙ୍କ ନାଁ ଲକ୍ଷ୍ମୀ ସରସ୍ୱତୀ ନୁହଁ ଜଣେ ମାଙ୍କର ନାମ ଶ୍ରୀଦେବୀ ବହନ ବରୁଣ ରାଜନନ୍ଦିନୀ ବରୁଣ ରାଜକନ୍ୟା ଲକ୍ଷ୍ମୀ ହେଉଛନ୍ତି ଶ୍ରୀଦେବୀ ସେ ହେଉଛନ୍ତି ସୁବର୍ଣ୍ଣ ପ୍ରତିମା ସୁନାରେ ତିଆରି ଆଉ ଜଣେ ହେଉଛନ୍ତି ଭୂଦେବୀ ସେ ହେଉଛନ୍ତି ସରସ୍ୱତୀ ସେ ରୌପ୍ୟ ପ୍ରତିମା ରୂପରେ ତିଆରି ଏଇ 7 ଜଣଙ୍କୁ ମିଶେଇ ଦେଲେ ଜଗନ୍ନାଥ କହିଲେ ମୁଁ ये 7 ଜଣଙ୍କୁ ମିଶେଇଲେ ଏ କହୁছে ଜଗନ୍ନାଥ ये 7 ଜଣଙ୍କୁ ସୃଷ୍ଟି କରିଛନ୍ତି ଆଜ୍ଞା ଜଗନ୍ନାଥ ତେଣୁକରି ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଚାରୁ ବ୍ରହ୍ମ ଅପାରୁଷ ତେଣୁକରି ନିରାତି ସପୁରୁଷୋତ୍ତମ କହିଲେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଞ୍ଚ ସୁଦର୍ଶନ ବ୍ରହ୍ମ ସ୍ୱରୂପାୟ ব্রাহ্মণে নম সেই জগন্নাথ বলভদ্র সুভদ্রা সুদর্শন মাধব এবং লক্ষ্মী আর সরস্বতী কি শ্রীদেবী ভূদেবী ইয়ে 7 জଣ সৃষ্টি କରିଛନ୍ତି জগন্নাଥ এবং ଏ 7 ଜଣଙ୍କୁ ମିଶାଇ ଦେଲେ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ